ନମସ୍କାର, ଜୟ ଜଗନ୍ନାଥ। ମୁଁ ତାଙ୍କୁ କିଛି ନ କହି ଠୋ ଠୋ ହସି ଉଠିଲି। ସେ ମୋ ଗାଧୋଇବା ଦେଖି ଘରୁ ବାହାରି ଯାଇ ଦୁଆର ବନ୍ଦ କରିଦେଲେ। ଗାଧୋଇ ସାରିବା ପରେ ମୋର ଲୁଗା କଥା ମନେ ପଡ଼ିଲା। କ'ଣ କରିବି କିଛି ଭାବିପାରିଲିନି। ଘରର ଚାରିଆଡ଼କୁ ଅନାଇଲି, କେଉଁଠାରେ ଲୁଗାର ସନ୍ଧାନ ପାଇଲିନି। କ'ଣ କରିବି? ପୁରାପୁରି ଓଦା ହୋଇ ଘରୁ ବାହାରିବି ବା କିପରି? ବଡ଼ ହତାଶ ହୋଇ ପାଖରେ ଥିବା ଗୋଟିଏ ସୁଇଚ୍ ଚିପିଲି। ଭାବିଲି ତାହା ଗୋଟିଏ କଲିଂ ବେଲ୍ ହୋଇଥିବ। ସଙ୍ଗେ ସଙ୍ଗେ ଛୋଟ କୁଆରଟିଏ ଖୋଲିଗଲା। ଦୁଆର ଆର ପାଖରେ ପୋଷାକ ସବୁ ରଖାଯାଇଥିବାର ଦେଖି ଖୁସି ହୋଇଗଲି। ଆର ପାଖରୁ ପୋଷାକ ଆଣି ପିନ୍ଧିବାକୁ ଲାଗିଲି। ସେମାନଙ୍କର ପୋଷାକ ବଡ଼ ଅଦ୍ଭୁତ ଧରଣର। କିପରି ପିନ୍ଧିବି ଭାବିପାରିଲିନି। ତେବେ ସେମାନଙ୍କ ପୋଷାକ ସମ୍ବନ୍ଧରେ ମୋର ଯାହା ମନେ ହୋଇଥିଲା ତାହା ଭାବି ଭାବି ପୋଷାକ ଗୁଡ଼ିକ ପିନ୍ଧିଲି। ସେଗୁଡ଼ିକ ପିନ୍ଧିଲା ବେଳେ ମୋତେ ବଡ଼ ଅଡ଼ୁଆ ଲାଗୁଥାଏ। ପୋଷାକ ଓ ଲୁଗାପଟା ପିନ୍ଧି ଗାଧୁଆ ଘରୁ ବାହାରି ଆସିଲି। ଆସିଲା ବେଳେ ଆରସିରେ ନିଜ ମୁହଁ ଦେଖି ନିଜେ ଚମକି ପଡ଼ିଲି। ମୋତେ ଏଭଳି ବେଶରେ ଦେଖି ଅଧ୍ୟାପକ ହଠାତ୍ ଚମକି ଉଠିଲେ। ଆଜି ଏ ରଞ୍ଜନୀୟ ବେଶ ଯେ ଲରା? ମଙ୍ଗଳ ଗ୍ରହର ବେଶଭୂଷା ତୁମ ଦେହକୁ ବେଶ ସାଜୁଛି ତ? ତୁମକୁ ଏ ବେଶ ତ କମ୍ ସୁନ୍ଦର ଦିଶୁନି। ମୋର ସ୍ନାନସିଗ୍ଧ କପଳରେ ମୃଦୁ ଆଘାତ କରି ଏତକ କହିଲେ। ସେ ମୋତେ ଏଭଳି ଭାବରେ ଥଟ୍ଟା କରିବେ ବୋଲି ଆଶା କରିନଥିଲି। ରାଗ ମିଶା ଛଳରେ କହିଲି, ଆପଣଙ୍କ ସେଭଳି କଥା ଗଲା ନାହିଁ। ଆପଣ ଯଦି ଏଭଳି ଥଟ୍ଟା କରିବେ ତେବେ ମୁଁ ଏଠାରୁ ପଳାଇଯିବି। ନାହିଁ ନାହିଁ ଲରା, ମୁଁ କ'ଣ କହୁଥିଲି କି ତୁମର ଏହି ପୋଷାକ ଗୁଡ଼ିକ ବେଶ ସୁନ୍ଦର ହୋଇଛି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଲରା, ଏ ଦେଶରେ ପୋଷାକ ବି ତୁମକୁ ବେଶ ସାଜିପାରେ। ପୁଣି ଆପଣଙ୍କର ସେହି କଥା। ଆପଣଙ୍କୁ କ'ଣ ଆଉ କିଛି କହିବାକୁ ମିଳୁନି? ତେବେ ଆଉ କ'ଣ କହିବି କୁହ? ତୁମ ରୂପ ବର୍ଣ୍ଣନା କରିବି। ନାଇଁ ନାଇଁ, ଥାଉ ଥାଉ। ଆପଣଙ୍କର ସେ କବିତ୍ୱ ଆଉ ଦରକାର ନାହିଁ। ବୈଜ୍ଞାନିକର ମୁହଁରେ କବିତା ଶୋଭା ପାଏନି। ଆପଣ କୁହନ୍ତୁ ତ, ଏହି ପୋଷାକ ଗୁଡ଼ିକ କେଉଁଥିରୁ ତିଆରି? ଏହା ସିଲ୍କ, କପାତୁଳା ବା ପଶମରୁ ତିଆରି ଭଳି ଦିଶୁନି ତ? ଏତେ ଉଜ୍ଜ୍ୱଳ, କୋମଳ, ସୁନ୍ଦର ପୋଷାକ ଆମେରିକାରେ ତ କେବେ ଦେଖିନି। ଅଧ୍ୟାପକ ମୋ ପିନ୍ଧିଥିବା ପୋଷାକକୁ ଭଲ ଭାବରେ ନିରୀକ୍ଷଣ କରି କହିଲେ, ଏଗୁଡ଼ିକ କାଚ ସୂତାରୁ ତିଆରି ବୋଲି ମୋତେ ଲାଗୁଛି ଲରା। କାଚ ସୂତାରୁ ତିଆରି ଲୁଗା ଦେଖିବାକୁ ଏଭଳି ସୁନ୍ଦର। ଆମେରିକାରେ ତୁମେ କ'ଣ କାଚ ଲୁଗା ଦେଖିନାହଁ? କାଚ ସୂତାରୁ ଟେବୁଲ ଚାଦର, ଦରଜା ଓ ଝରକା ସ୍କ୍ରିନ୍ ଆଦି ତିଆରି ହେବାର ଦେଖିଛି, କିନ୍ତୁ କେଉଁଠାରେ ତ କାଚ ଲୁଗା ଦେଖିନି। ପୁଣି ସେଗୁଡ଼ିକ ତ ଏହା ଭଳି ଏତେ ସୁନ୍ଦର, କୋମଳ, ମଜବୁତ ନୁହେଁ। ଦାଣ୍ଡରେ ଗୋଟିଏ ମୋଟର କାର୍ ଘର ଘର ହେବାର ଶୁଣିଲି। କୌତୂହଳୀ ହୋଇ ଦାଣ୍ଡକୁ ଦୌଡ଼ିଲି। ସେତେବେଳକୁ ବାହାରର ଥଣ୍ଡା ପୂରାପୂରି କମି ନଥାଏ। ଦେଖିଲି ଗୃହର ମାଲିକ ଗ୍ୟାରେଜ ଭିତରୁ ଗୋଟିଏ ଅତି ଆଧୁନିକ ଧରଣର ଚକ୍ ଚକ୍ ସୁନ୍ଦର 3 ଚକିଆ ମୋଟର ଗାଡ଼ି ବାହାର କରି ଆଣୁଛନ୍ତି। ମୋଟରଟି ଦେଖିବାକୁ ବେଶ ଲମ୍ବା, ଷ୍ଟ୍ରିମ୍ ଲାଇନ୍ଡ। ଅନାଉ ଅନାଉ ମୋଟରଟି ଗ୍ୟାରେଜରୁ ବାହାରି ତୀର ବେଗରେ ଛୁଟି ଚାଲିଲା ରାସ୍ତା ଆଡ଼କୁ। ଏଥିରୁ ମୋର ଧାରଣା ହେଲା ଯେ ଏହି ଦେଶରେ ବି ସୁନ୍ଦର ସୁନ୍ଦର ମୋଟର ଗାଡ଼ି ଅଛି ଓ ସହରଠାରୁ ଦୂରରେ ଥାଇ ମଧ୍ୟ ଏଭଳି କାର୍ ଲୋକେ ବ୍ୟବହାର କରନ୍ତି। ମୋଟର ଗୁଡ଼ିକୁ 4 ଚକିଆ ପରିବର୍ତ୍ତନରେ 3 ଚକିଆ ଯେ କାହିଁକି କରାଯାଇଛି, ଏହାର କାରଣ ବୁଝିପାରିଲିନି। ଦାଣ୍ଡରୁ ଫେରି କୋଠରୀକୁ ପଶିଗଲା ମାତ୍ରେ ଦେଖିଲି ସେହି ଯୁବତୀଟି ଆମ କୋଠରୀରେ। ତା ଆଗରେ ଗୋଟିଏ ଅଦ୍ଭୁତ ଯନ୍ତ୍ର। ଅଦୂରରେ ଅଧ୍ୟାପକ ଦୂର ଦିଗ୍ବଳୟ ଆଡ଼କୁ ଅନାଇ ଚିନ୍ତାମଗ୍ନ। ଘରକୁ ପଶି ଆସି ଯୁବତୀଟି ପାଖରେ ବସିଲି। ତାକୁ ଦେଖିଲା ବେଳକୁ ମୋତେ କାହିଁକି ଭାରି ଭଲ ଲାଗେ। ଯୁବତୀଟି ମୋତେ ଠାରରେ କ'ଣ କହିବାକୁ ଯାଉଥିଲା କେଜାଣି, ଆଉ କହିପାରିଲାନି। ସେ ଯନ୍ତ୍ରଟିକୁ ଚଳାଇବାକୁ ଆରମ୍ଭ କଲା। ଯନ୍ତ୍ରଟି ଏକ ଅଦ୍ଭୁତ ପ୍ରକାର। ଭାଷା ଶିକ୍ଷା ଗ୍ରାମଫୋନ୍ ଭଳି ମନେ ହେଲା। ଏହି ଯନ୍ତ୍ର ସାହାଯ୍ୟରେ ପିଲାମାନଙ୍କୁ ଭାଷା ଓ ଅକ୍ଷର ଆଦି ଶିଖାଇ ଦିଆଯାଏ। ଯନ୍ତ୍ର ସହିତ ଏକ ଆଲୋକ ପ୍ରତିପ୍ରଭ ପରଦା ଲାଗିଛି। ଯନ୍ତ୍ରଟି ଚଳାଇଲା କ୍ଷଣି ଏହି ପରଦା ଉପରେ ଗୋଟିଏ ପରେ ଗୋଟିଏ ବର୍ଣ୍ଣମାଳା ଫୁଟି ଉଠେ ଓ ସେଥି ସଙ୍ଗେ ସଙ୍ଗେ ଏହାର ପ୍ରକୃତ ଉଚ୍ଚାରଣ ପରଦା ପଛଆଡ଼ୁ ଶୁଭେ। ବର୍ଣ୍ଣମାଳା ପରେ ପରେ ଶବ୍ଦମାଳା ପରଦା ଉପରକୁ ଚାଲି ଆସେ। ଶବ୍ଦମାଳା ପାଖେ ପାଖେ ସେହି ପରଦାରେ ଆଉ ଏକ ଛବି ଥାଏ। ଶବ୍ଦମାଳାର ପ୍ରକୃତ ଅର୍ଥ ଏହି ଛବିରୁ ଜଣାପଡ଼େ। ଶବ୍ଦମାଳାର ଉଚ୍ଚାରଣ ମଧ୍ୟ ସଙ୍ଗେ ସଙ୍ଗେ ଜଣାଇ ଦିଆଯାଉଥାଏ। ବିନା ଶିକ୍ଷକରେ ପିଲାମାନଙ୍କୁ ଭାଷା ଓ ଅକ୍ଷର ଶିକ୍ଷା ଦେବା ପାଇଁ ଏହି ଯନ୍ତ୍ରଟି ବେଶ ଉପଯୁକ୍ତ। ଏହି ଯନ୍ତ୍ର ସାହାଯ୍ୟରେ ଆମ ଅକ୍ଳେଶରେ ଯେ ଭାଷା ଶିଖିପାରିବୁ, ଏହା ଆମର ଧାରଣା ହେଲା। ଏହି ଯନ୍ତ୍ର ସାହାଯ୍ୟରେ 20 ଗୋଟି ବର୍ଣ୍ଣମାଳାର ଉଚ୍ଚାରଣ ଆମକୁ ଶିଖିବାକୁ ଘଣ୍ଟାକରୁ ବେଶୀ ସମୟ ଲାଗିବନି। ଏହିଭଳି ଯନ୍ତ୍ର ପାଇ ମୁଁ ଓ ଅଧ୍ୟାପକ ଦିନରାତି ପରିଶ୍ରମ କରି ଭାଷା ଶିଖିବାରେ ଲାଗି ପଡ଼ିଲୁ। ବେଳେବେଳେ ଯୁବତୀଟି ଆସି ଦ୍ରୁତ ଆଗେଇ ଯିବା ଦେଖି ଅତି ଖୁସି ହୋଇଯାଏ। ଦିନ ପରେ ଦିନ ଆମେ ଭାଷା ଶିଖି ବହି ପଢ଼ିବାକୁ ଆରମ୍ଭ କଲୁ ଓ ବହିଗୁଡ଼ିକ ପଢ଼ି ବେଶ ବୁଝିପାରିଲୁ। କିଛି ଦିନ ପରେ ସେମାନଙ୍କ ଭାଷା ଆମ ପକ୍ଷରେ ବୁଝିବା ବେଶୀ କଷ୍ଟକର ହେଲାନି। ପ୍ରାୟ ମାସେ ଖଣ୍ଡେ ପରେ ସେମାନଙ୍କ ଭାଷା, କଥାବାର୍ତ୍ତା ଆଦି ପରିଷ୍କାର ବୁଝିପାରିଲୁ ଓ କହିପାରିଲୁ। ଯୁବତୀଠାରୁ ଜାଣିଲୁ ଯେ
ମଙ୍ଗଳ ଗ୍ରହରେ ଗୋଟିଏ ମାତ୍ର ଭାଷାର ପ୍ରଚଳନ ଦେଖାଯାଏ। ପୃଥିବୀ ଭଳି ସେଠାରେ ଶତାଧିକ ଭାଷାର ପ୍ରଚଳନ ନାହିଁ। ତେଣୁ ଯେକୌଣସି ଲୋକ ମଙ୍ଗଳ ଗ୍ରହର ଯେକୌଣସି ସ୍ଥାନକୁ ଯାଇ ଭାଷା ବୁଝିପାରିବ। ପୃଥିବୀ ଭଳି ଅସୁବିଧାରେ ପଡ଼ିବନି। ଆମେ ଭାଷା ଭଲ ଭାବରେ ଶିଖି ସାରିବା ପରେ ଦିନେ ଗୃହର ମାଲିକ ସନ୍ଧ୍ୟାବେଳେ ଆମ କୋରିକୁ ଚାଲି ଆସିଲେ। ତାଙ୍କ ପଛେ ପଛେ ଆସିଥାନ୍ତି ତାଙ୍କ ସ୍ତ୍ରୀ, ସେହି ଯୁବତୀଟି। ଭାଷା ଶିଖିବା ଭିତରେ ଆମେ କେବେ ତାଙ୍କ ସହିତ ମନ ଖୋଲି କଥାବାର୍ତ୍ତା କରିବାର ସୁଯୋଗ ପାଇନଥିଲୁ। ଆମ ସହିତ କଥାବାର୍ତ୍ତା ହେଉ ହେଉ ସେ ଜାଣିପାରିଲେ ଯେ ଆମେ ହେଉଛୁ ପୃଥିବୀର ଲୋକ। ପୃଥିବୀରୁ ଏହି ମଙ୍ଗଳ ଗ୍ରହକୁ ଆସିଛୁ ଏଠାକାର ଅବସ୍ଥା ଆବିଷ୍କାର କରିବା ପାଇଁ। ଅଧ୍ୟାପକ ତାଙ୍କୁ ବାହାରକୁ ନେଇ ମଙ୍ଗଳ ଗ୍ରହ ଆକାଶରେ ପୃଥିବୀ ଗ୍ରହକୁ ଖୋଜିବାକୁ ଲାଗିଲେ। ମୁଁ ଓ ତାଙ୍କ ସ୍ତ୍ରୀ ସେମାନଙ୍କ ପଛରେ ଠିଆ ହୋଇ ଆକାଶକୁ ଅନାଇଥାଉ। ଅଧ୍ୟାପକ ଆକାଶରେ କିଛି ସମୟ ଖୋଜି ଏକ ବିରାଟ ତାରକା ବାହାର କଲେ। ତାରାଟି ମଙ୍ଗଳ ଗ୍ରହ ଆକାଶରେ ସବୁଠାରୁ ବଡ଼ ଓ ଉଜ୍ଜ୍ୱଳ। ମୁଁ ସେତେବେଳେ ତାଙ୍କ ସ୍ତ୍ରୀକୁ ଦେଖାଇଦେଲି ଯେ ଆମ ଘର ହେଉଛି ସେହି ତାରା ଭିତରେ। ଯୁବତୀଟି କିଛି ବୁଝି ନ ପାରି ମୋ ମୁହଁକୁ ବଲବଲ କରି ଅନାଇ ରହିଲା। ସେ ହଠାତ୍ ବୁଝିପାରିଲାନି ମୁଁ କ'ଣ କହୁଛି। ଆମେ ଏତେ ଦୂରରୁ କିପରି ଆସିଲୁ? ଗୃହର ମାଲିକ ଆଶ୍ଚର୍ଯ୍ୟ ହୋଇ ସେହି ଦୂର ଆକାଶକୁ ଅନାଇଥାନ୍ତି। କିଛି କ୍ଷଣ ପରେ ପ୍ରକୃତିସ୍ଥ ହୋଇ ଆମେ ଏତେ ଦୂରରୁ କିପରି ଆସିଲୁ ସେ କଥା ପଚାରିଲେ। ଅଧ୍ୟାପକ ଆମ ଆସିବାର ସମସ୍ତ ବୃତ୍ତାନ୍ତ ତାଙ୍କୁ କହିଦେଲେ। ଏହିଭଳି କଥାବାର୍ତ୍ତା ହେଉ ହେଉ ଆମେ ପୁନର୍ବାର କୋଠରୀ ଆଡ଼କୁ ଫେରି ଆସିଲୁ। ଗୃହର ମାଲିକଙ୍କ ଅନୁରୋଧରେ ଆମେ ତାଙ୍କ ଘର ଭିତର ଦେଖିବାକୁ ଗଲୁ। ସବୁ ଘରଗୁଡ଼ିକ ବାୟୁତାପ ନିୟନ୍ତ୍ରିତ, ବିଭିନ୍ନ ପ୍ରକାର ଆଲୋକବତୀରେ ପୂର୍ଣ୍ଣ। ଶୋଇବା ଘରେ ଗୋଟିଏ ଟେଲିଭିଜନ ସେଟ୍ ଦେଖି ମୁଁ ଚମକି ପଡ଼ିଲି। ଶୁଣିଲି ଏହି ଟେଲିଭିଜନ ସେଟ୍ ସାହାଯ୍ୟରେ ସେମାନେ ମଙ୍ଗଳ ଗ୍ରହର ଯେକୌଣସି ସ୍ଥାନରୁ ଖବର ଓ ସେଥି ସଙ୍ଗେ ସଙ୍ଗେ ଦୃଶ୍ୟ ଆଦି ପାଇପାରନ୍ତି। ଏହାକୁ ଦେଖି ମୋର ସଙ୍ଗେ ସଙ୍ଗେ ମନେ ପଡ଼ିଗଲା ଟେଲିଭିଜନ ସମ୍ବନ୍ଧରେ ଆମର କି ଦୁରବସ୍ଥା। ଆମେରିକାର ଟେଲିଭିଜନ ଚିତ୍ର 30-40 ମାଇଲରୁ ଅଧିକ ଦୂର ଯାଇପାରେନି, ଅଥଚ ଏଠାରେ ଟେଲିଭିଜନ ଚିତ୍ର ରେଡ଼ିଓ ଭଳି ହଜାର ହଜାର ମାଇଲ ଦୂରକୁ ଯାଇପାରୁଛି। ଏ ଟେଲିଭିଜନ ଯନ୍ତ୍ର ପୁଣି ପ୍ରାକୃତିକ ବର୍ଣ୍ଣ ଓ ତ୍ରିପରିସରଯୁକ୍ତ। ବିଭିନ୍ନ ସ୍ଥାନର ଦୃଶ୍ୟଗୁଡ଼ିକ କଳା ଧଳା ତାରତମ୍ୟରେ ନ ଦିଶି ପ୍ରାକୃତିକ ବର୍ଣ୍ଣ ନେଇ ଦିଶେ। ଟେଲିଭିଜନ ସେଟ୍ ଦେଖୁ ଦେଖୁ ମୋର ଆଖି ପଡ଼ିଗଲା ଆଉ ଏକ ଯନ୍ତ୍ର ଉପରେ। ଏହି ଯନ୍ତ୍ରଟି କ'ଣ ହଠାତ୍ ଜାଣିପାରିଲି ନାହିଁ। ଯୁବତୀଟିକୁ ନେଇ ସେହି ଯନ୍ତ୍ର ପାଖକୁ ଗଲି। ସେ ଏହି ଯନ୍ତ୍ରଟିକୁ ଚଳାଇ ମୋତେ ଦେଖାଇଦେଲେ ଏହା କିପରି ଅଦ୍ଭୁତ ଧରଣର। ଏହି ଯନ୍ତ୍ରଟିର କାର୍ଯ୍ୟ ଆମ ଗ୍ରାମୋଫୋନ୍ର କାର୍ଯ୍ୟ ଭଳି ଗୀତ ଶୁଣାଇବା। ସାଧାରଣତଃ ଦେଶର ଲୋକପ୍ରିୟ ଗାୟକ ଗାୟିକାଙ୍କ ଗୀତଗୁଡ଼ିକୁ ମନ ଇଚ୍ଛା ବଜାଇବା ପାଇଁ ଏହି ଯନ୍ତ୍ରର ଉତ୍ପତ୍ତି। ଏହି ଯନ୍ତ୍ରଟିକୁ ସେମାନେ ଫୋନୋଭିଜନ କହନ୍ତି। ଏଥିରେ ରେକର୍ଡ଼ ପରିବର୍ତ୍ତରେ 80-90 ଫୁଟ ଲମ୍ବର ଫିତା ଭଳି ଫିଲ୍ମ ଦିଆଯାଏ। ଫିଲ୍ମଗୁଡ଼ିକୁ ଦେଖିବାକୁ ସିନେମା ଫିଲ୍ମ ଭଳି କିନ୍ତୁ ଅପେକ୍ଷାକୃତ ସରୁ। ଏହି ଫିଲ୍ମ ସବୁ ଗୋଟିଏ ଗୋଟିଏ ବାକ୍ସରେ ଭର୍ତ୍ତି ହୋଇ ବିକ୍ରି ହୁଏ। ଫିଲ୍ମକୁ ଏହି ଯନ୍ତ୍ରରେ ପୁରାଇ ଯନ୍ତ୍ରଟିକୁ ଚଳାଇଲେ ରେଡ଼ିଓ ଭଳି ଏହି ଯନ୍ତ୍ରରୁ ଗୀତ ବାଜିଉଠେ ଓ ଯନ୍ତ୍ରର ପରଦା ଉପରେ ଗାୟକ ଓ ଗାୟିକାଙ୍କ ଏକ ଜୀବନ୍ତ ଚଳଚ୍ଚିତ୍ର ଫୁଟିଉଠେ। ପ୍ରିୟ ଗାୟକ ଗାୟିକାଙ୍କ ସୁମଧୁର କଣ୍ଠସ୍ୱର ଶୁଣିବା ସଙ୍ଗେ ସଙ୍ଗେ ଆଖି ସାମ୍ନାରେ ସେମାନଙ୍କୁ ଦେଖିବା କେତେ ଆନନ୍ଦଦାୟକ ତା ଏହିଠାରେ ଉପଲବ୍ଧି କଲି। ମୁଁ ଭାବିଲି ପୃଥିବୀରେ ଯଦି ଏହିଭଳି ଫୋନୋଭିଜନ ଯନ୍ତ୍ରର ପ୍ରଚଳନ ହୁଅନ୍ତା ତେବେ ଗ୍ରାମୋଫୋନର ବ୍ୟବହାର ପୂରାପୂରି ଲୋପ ପାଆନ୍ତା। ଗୀତ ସହିତ ଗାୟକ ଗାୟିକାଙ୍କୁ ଗାଇବା ଅବସ୍ଥାରେ ନ ଦେଖି ଖାଲି ଗୀତ ଶୁଣିବ କିଏ? ଏଭଳି ଯନ୍ତ୍ରର ପ୍ରଚଳନ ହେଲେ ପୃଥିବୀରେ ସିନେମା ଗୀତ ଓ ନାଚର ଆଦର ଯଥେଷ୍ଟ ବଢ଼ିଯାଆନ୍ତା ନିଶ୍ଚୟ। ଆମେ ଏହି ଫୋନୋଭିଜନ ଯନ୍ତ୍ରଟିକୁ ବଜାଉଥିବା ସମୟରେ ଅଧ୍ୟାପକ ଓ ଗୃହର ମାଲିକ ଆସି ସେହି ଯନ୍ତ୍ର ପାଖରେ ଠିଆ ହୋଇ କଥାବାର୍ତ୍ତା ହେଲେ। ଗୃହର ମାଲିକଙ୍କ ଅନୁରୋଧରେ ଆମେ ସମସ୍ତେ ସେଠାରେ ବସିଲୁ। କଥାବାର୍ତ୍ତା ଭିତରେ ଜାଣିଲୁ ଯେ ଗୃହର ମାଲିକ ତାଙ୍କ ଘରଠାରୁ 20 ମାଇଲ ଦୂରରେ ଥିବା ଏକ ମଇଦା କାରଖାନାରେ ଜଣେ କର୍ମଚାରୀ। ଦରମା ପାଆନ୍ତି ମାସକୁ 500 ମୁଦ୍ରା। ସେ ଦେଶର ମଇଦା କାରଖାନା ଆମ ଦେଶର ମଇଦା କାରଖାନା ଭଳି ନୁହେଁ। ସେଠାରେ ମଇଦା ଗହମ ବା ଅନ୍ୟାନ୍ୟ ଶସ୍ୟରୁ ପ୍ରସ୍ତୁତ ନ ହୋଇ କାଠ, କୁଟା, ଗଛ, ପତ୍ର, ଘାସ ଇତ୍ୟାଦିରୁ ତିଆରି କରାଯାଏ। ଆମେ ଆହୁରି ଶୁଣି ଆଶ୍ଚର୍ଯ୍ୟ ହେଲୁ ଯେ ଆସିବା ଦିନଠାରୁ ଆମେ ଯେଉଁ ସୁସ୍ୱାଦୁ ମଇଦା ରୁଟି ଖାଉଛୁ ତାହା ପୂରାପୂରି ଏହି କାରଖାନାର କାଠ, କୁଟା ଇତ୍ୟାଦିରୁ ତିଆରି ହୋଇଥିବା ମଇଦାରୁ ତିଆରି। ସେହି ମଇଦା କାରଖାନାରେ ଦିନକୁ ମଇଦା ଉତ୍ପନ୍ନ ହୁଏ ଆମ ଆଡ଼କା ଓଜନରେ 1,00,000 ମହଣ। ମଙ୍ଗଳ ଗ୍ରହରେ ଏହିଭଳି ଅନ୍ୟାନ୍ୟ 60 ଗୋଟି ସାଂଶ୍ଳେଷିକ ମଇଦା କଳ ଅଛି। ଆମର ତାଙ୍କ ସାଙ୍ଗରେ ଏହିଭଳି କଥାବାର୍ତ୍ତା ହୋଇସାରିବା ପରେ ତହିଁ ପରଦିନ ସକାଳୁ ସେ ଆମକୁ ମଇଦା କାରଖାନା ଦେଖାଇ ନେବାକୁ ପ୍ରତିଶ୍ରୁତି ଦେଲେ।